ଅଜାଣତରେ କାମ ହେଇଛି। ଆପଣ ଶୁଣୁଛୁ ତ? ଡିପାର୍ଟମେଣ୍ଟର ଅଜାଣତରେ କାମ ହେଇଛି। ଅଜାଣତରେ ମୋର ପ୍ରିନ୍ସିପାଲ ସେକ୍ରେଟାରୀ ଜାଣିନାହାନ୍ତି, ମୋର ବିଭାଗ ଜାଣିନାହାନ୍ତି। ଡାଇରେକ୍ଟ ପଇସା ଯାଇଛି DRDA କୁ, DRDA ରୁ ଯାଇଛି ବ୍ଲକ କୁ। କିନ୍ତୁ ଯୋଉ ବ୍ୟବସ୍ଥା ଅଛି ପଞ୍ଚାୟତ ରାଜ ବ୍ୟବସ୍ଥାରେ ପ୍ରଥମେ ବିଭାଗ ଜାଣିବା କଥା ଏବଂ ବିଭାଗରୁ ତଳ ସ୍ତର ପର୍ଯ୍ୟନ୍ତ କାମକୁ ଆମେ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା। ସାର୍ କିଛି ଦୁର୍ନୀତିର ସୁରାଗ ପାଇଛନ୍ତି କି? ବିଭାଗ ନ ଜାଣି କାମ ଯଦି ହେଇଛି ତାହେଲେ ସେଥିରେ କିଛି ନା କିଛି ଥିବ। ମୁଁ ଯାହା ଭାବୁଛି ଏଇଟା ଗୋଟେ ରାମ ଭରସା। ହଁ, ଆକୁ କଣ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବା ଥାର୍ଡ ଫ୍ଲୋର କଣ୍ଟ୍ରୋଲ କରୁଥିଲା? କୌଣସି ଡିପାର୍ଟମେଣ୍ଟର କର୍ମଚାରୀ ଆଉ ସରପଞ୍ଚ ପଞ୍ଚାୟତରାଜର କୌଣସି ବ୍ୟକ୍ତି ଏଥିରେ ସମ୍ପୃକ୍ତ? ଯଦି ଥାର୍ଡ ଫ୍ଲୋର କଣ୍ଟ୍ରୋଲ କଲେ ଅନ୍ୟ ବିଭାଗ ଗୁଡାକ ରହିବାର ଆବଶ୍ୟକତା କଣ ଅଛି? ତାହେଲେ ସବୁ ବିଭାଗ ଉଠେଇଦବା କଥା, ସବୁ ଥାର୍ଡ ଫ୍ଲୋର କରିବ। ଏ ପ୍ରକାର ବିଗତ ଦିନର ସରକାର ମନମୁଖୀ କରିଛନ୍ତି। ୱାନ୍ ମ୍ୟାନ୍ ପାର୍ଟି ଥିଲା ଏବଂ ସେଥିରେ ଟ୍ରାନ୍ସପାରେନ୍ସି କିଛି ନଥିଲା। ଯଦି ଦେଖିବା ଆମେ ପଲ୍ଲୀ ସଭା ଗ୍ରାମ ସଭା ଆଧାରରେ ହିଁ ଗ୍ରାମ୍ୟ ଉନ୍ନୟନର ଯୋଜନା ପ୍ରସ୍ତୁତ ହେଇଥାଏ, କିନ୍ତୁ ସେ ପ୍ରକାର ଯୋଜନା କୌଣସିଟା କରିନାହାନ୍ତି କି କୌଣସି ବିଭାଗ ତରଫରୁ ଚିଠି ପଞ୍ଚାୟତକୁ ଯାଇନାହିଁ। ତ ଆମେ ଯୋଉ କାମ ହେଇଛି ସେ କାମକୁ ଦେଖାଗଲେ ସବୁ କାମ କିଛି ଖବର ଅଛି କି ଆପଣଙ୍କ ପାଖରେ? ଏକ୍ଜାକ୍ଟଲି କଣ କାମ ହେଇଛି? ସେଇଟା ତାର କାମ କୋଉଟା ହେଇଛି ଆମେ ସେତିକି ଦୂର ପର୍ଯ୍ୟନ୍ତ ଯାଇନି। ଏଇଟା ଗୋଟେ ମାସ ହେଇଛି ସରକାରକୁ। ସରକାର ଆଗାମୀ ଦେଖିବ ଯେ କେମିତି କାମ ହେଇଛି, କୋଉ ପ୍ରକାର କାମ ହେଇଛି। କିନ୍ତୁ ମୁଁ ଏତିକି ଜାଣିଛି ଯେ ସ୍କୁଲରେ କାମ ଦିଆଯାଇଥିଲା, କୋଉଠି 30 ଲକ୍ଷ କୋଉଠି 40 ଲକ୍ଷ ଏମିତି ଦିଆଯାଇଥିଲା, କିନ୍ତୁ ସେ ସ୍କୁଲରେ ବିଲ୍ଡିଂ ହେଇନାହିଁ, ରିପେୟାରିଂ ହେଇଛି। ଯଦି 40 ଲକ୍ଷ ଟଙ୍କା ଯଦି ରିପେୟାରିଂ ହବ ତାହେଲେ ସ୍ପଷ୍ଟ ଜଣା ପଡୁଛି ଯେ ଉଦ୍ଦେଶ୍ୟ କଣ ଅଛି। ଏ ଯୋଉ 5T ରେ ଯୋଉ ସ୍କୁଲ ଗୁଡିକ ହେଇଛି ତା ଉପରେ କିଛି ତଦନ୍ତ ହବ କି? ତଦନ୍ତ 5T ରେ ନେଇ ଯେତେ କାମ ବି ହେଇଛି 5T ରେ ବିଭାଗ ଅନୁସାରେ ନ ହୋଇଥିବା ଦୃଷ୍ଟିରୁ ନିଶ୍ଚିତ ଭାବରେ ଏ ତଦନ୍ତ ଅନ୍ତର୍ଭୁକ୍ତ ହେବା ଆବଶ୍ୟକତା ଅଛି। କି ପ୍ରକାରର ତଦନ୍ତ ହବ ଆଜ୍ଞା? ତଦନ୍ତର ଏ ବିଷୟ ନେଇ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବି। ଆମର ତ ଦ୍ୱିତୀୟ କ୍ୟାବିନେଟ ଚାଲିଲା, ଏ ଭିତରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲା ପରେ କଣ ପଦକ୍ଷେପ ନିଆଯିବ ସେ ତାର ଉପରେ ଚିନ୍ତା କରାଯିବ। ଆପଣ ଇଣ୍ଡିଭିଜୁଆଲି ଆପଣଙ୍କ ଡିପାର୍ଟମେଣ୍ଟ ତରଫରୁ ପ୍ରାଥମିକ ଭାବରେ କିଛି ଅନୁଧ୍ୟାନ କରୁଛନ୍ତି କି, ଯାଞ୍ଚ କରୁଛନ୍ତି କି? ଅନୁଧ୍ୟାନ ଦୃଷ୍ଟିରୁ ମୁଁ ଆପଣଙ୍କୁ କହିଲି ଯେ ମୋ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ଅଜାଣତରେ କାମ ହେଇଛି। ପ୍ରିନ୍ସିପାଲ ସେକ୍ରେଟାରୀ ଅବଗତ ନୁହନ୍ତି, ମୋର ବିଭାଗ ଅବଗତ ନୁହନ୍ତି। ତଳ ସ୍ତରର କର୍ମଚାରୀ ସେଠାର ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କୁ ପୋଷଣ କରିବା ପାଇଁ ଏ ବ୍ୟବସ୍ଥା ହେଇଥିଲା। ଲୋକଙ୍କର ହିତ ଦୃଷ୍ଟିରୁ, ସମାଜର ହିତ ଦୃଷ୍ଟିରୁ ଏ କାମ ଉଦ୍ଦିଷ୍ଟ ବୋଲିକା ଜଣା ପଡୁନାହିଁ। ଟୋଟାଲ କେତେ ଟଙ୍କା ଖର୍ଚ୍ଚ ହୋଇଛି କିଛି ତଥ୍ୟ ଅଛି କି ଆପଣଙ୍କ ପାଖରେ? ଆମ ଓଡ଼ିଶା ନବୀନ ଓଡ଼ିଶାରେ ନବୀନ ଓଡ଼ିଶାରେ ପାଖାପାଖି ଆପଣଙ୍କର 50 ଲକ୍ଷ ପର ଜିପି, ଆପଣଙ୍କର 7,500 ପଞ୍ଚାୟତ ହିସାବ କରନ୍ତୁ। ସେଇ ହିସାବରେ ଖର୍ଚ୍ଚ ହେଇଛି, କିଛି ଖର୍ଚ୍ଚ ହେଇଛି, କିଛି ଖର୍ଚ୍ଚ ହେଇନି। ପାଖାପାଖି 325 କୋଟି ପାଖାପାଖି ଅର୍ଥ ବରାଦ ହେଇଥିଲା। ଆପଣ ଏଇ ସ୍କିମ୍ କୁ ବନ୍ଦ ରଖିବେ ନା ଚାଲୁ ରଖିବେ? ସେଇଟା ଆଗାମୀ ଦିନରେ ଆମେ ତା ଉପରେ ତର୍ଜମା କରି ଆମେ ବନ୍ଦ କରିବୁ କି ଚାଲି ରଖିବୁ ସେ ଉପରେ ଆମେ ନିଷ୍ପତ୍ତି ନେବୁ। ମୋର ଲାଷ୍ଟ କ୍ୱେଶ୍ଚିନ୍ ରହିବ ଆଜ୍ଞା ଯେ 5T ପ୍ରିନ୍ସିପଲ୍ କୁ ସବୁଥିରେ ଲାଗୁ କରାଯାଇଥିଲା ଯେ ଟାଇମ୍, ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ
ଏ ସବୁ ଅନୁସାରେ କାମ ହେଇଛି କି ନାଇଁ ଏ ନବୀନ ଓଡ଼ିଶା ଆଉ ମୋ ଓଡ଼ିଶା ନବୀନ ଓଡ଼ିଶାରେ? ଯଦି କାମ ହେଇଥାନ୍ତା ଠିକ ଭାବରେ ଲୋକଙ୍କର ଗୋଚରରେ ଯଦି କାମ ହୋଇଥାନ୍ତା ତାହେଲେ ଲୋକମାନେ ତାଙ୍କୁ ସମର୍ଥନ କରିଥାନ୍ତେ। ଯୋଉ କାମ ହେଇଛି ସେ କାମ ଉପରେ ବିଭାଗର ତ ଉପରେ ତଥ୍ୟ ନାହିଁ, କିନ୍ତୁ ଲୋକଙ୍କ ପାଖରେ ତଥ୍ୟ ଅଛି। ସେଇ ଦୃଷ୍ଟି ନେଇ ସେମାନଙ୍କୁ ଆଜି ଭୋଟ ଦେଇନାହାନ୍ତି, ସମର୍ଥନ କରିନାହାନ୍ତି, ଏ ସ୍ପଷ୍ଟତା ଜଣାପଡୁଛି। ତତ୍କାଳୀନ ସେକ୍ରେଟାରୀ ଯିଏ ଥିଲେ ପଞ୍ଚାୟତରାଜ ୱାର୍କସ ଡିପାର୍ଟମେଣ୍ଟର ବା ପଞ୍ଚାୟତରାଜ ଡିପାର୍ଟମେଣ୍ଟର ଏମାନଙ୍କ ସହିତ ଆପଣ ଭଲ ଭାବରେ ସେମାନେ ନିଜର କଥା କହୁଛନ୍ତି କି ଯେ ସେମାନେ ଏଥିରେ ସମ୍ପୃକ୍ତ ନଥିଲେ ବୋଲି? ଏ ବିଷୟ ଆଗରୁ ହେଇଛି, ମୁଁ ତାଙ୍କ ଆଧାରରେ ଏ ବିଷୟକୁ ଆପଣଙ୍କ ପାଖରେ ରଖିଲି। ଆଚ୍ଛା, ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ନାୟକ ଆପଣଙ୍କର ମତାମତ ପାଇଁ, ବହୁତ ଧନ୍ୟବାଦ।